ଆମେରିକୀୟ ଷ୍ଟ୍ରିଟ୍ ଫୁଡ୍ ହଟ୍ ଡଗ୍ କୁ ଆଜିକାଲି ଉତ୍ତର କୋରିଆ ବେଶ୍ ପସନ୍ଦ କରିବାରେ ଲାଗିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ଷ୍ଟ୍ରିଟ୍ ଫୁଡ୍ ସେଠାରେ ବହୁତ ଲୋକପ୍ରିୟ ହୋଇଯାଇଛି। ଏହାରି ମଧ୍ୟରେ ସେଠାକାର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ଦେଶରେ ହଟ୍ ଡଗ୍ କୁ ବ୍ୟାନ୍ କରିଦେଇଛନ୍ତି। ଉତ୍ତର କୋରିଆର କିମ୍ ଜଙ୍ଗ ଉନ୍ ଦେଶରେ ହଟ୍ ଡଗ୍ ଖାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ କେହି ଯଦି ବ୍ୟକ୍ତି ହଟ୍ ଡଗ୍ ରାନ୍ଧିବା କିମ୍ବା ବିକ୍ରି କରୁଥିବାର ଧରାପଡ଼ନ୍ତି ତେବେ ତାଙ୍କୁ ଦେଶର କୁଖ୍ୟାତ ଶ୍ରମ ଶିବିରରେ ଦଣ୍ଡ ଭୋଗିବାକୁ ପଡ଼ିପାରେ। କିମ୍ ଜଙ୍ଗ ଉନ୍ଙ୍କ ଯୁକ୍ତି ହେଲା ଯେ ଏହା ପାଶ୍ଚାତ୍ୟ ଖାଦ୍ୟ ଏବଂ ଉତ୍ତର କୋରିଆରେ ଏହାକୁ ଖାଉଥିବା ବ୍ୟକ୍ତି ଦେଶଦ୍ରୋହୀ ବୋଲି ବିବେଚିତ ହେବେ। ଉତ୍ତର କୋରିଆର ଲୋକମାନେ ଅତ୍ୟଧିକ ରାଗ ଓ ମସଲାଯୁକ୍ତ ନୁଡୁଲ୍ସ ସୁପ୍ ବଡ଼ ଆଗ୍ରହର ସହ ଖାଆନ୍ତି। ସେଥିପାଇଁ ହଟ୍ ଡଗ୍ ବ୍ୟବହାର ହୋଇଥାଏ। ଏହି ଖାଦ୍ୟକୁ ବୁଦାଜିଗା କୁହାଯାଏ। ଏହା 2017ରେ ଦକ୍ଷିଣ କୋରିଆରୁ ଆସିଥିଲା। ଜଣେ ବିକ୍ରେତା କହିଛନ୍ତି ଯେ ଏବେ ହଟ୍ ଡଗ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଶାସନ ଏହା ଉପରେ କଡ଼ା ନଜର ରଖିଛି। ପୋଲିସ ଏବଂ ମାର୍କେଟ ପ୍ରଶାସନ ସ୍ପଷ୍ଟ ଭାବେ କହିଛନ୍ତି ଯଦି କେହି ବିକ୍ରୟ କରି ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ୟୁରୋ ରିପୋର୍ଟ, ଦୁର୍ଗା STV।